ଏହା ହେଉଛି ପଞ୍ଚମ ସାହିତ୍ୟ ସମିଟିଭ୍ ଆସେସମେଣ୍ଟ 1 ଅର୍ଥାତ୍ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷାର ସାହିତ୍ୟ କ୍ୱେଶ୍ଚନ୍ ଆମ ପାଖରେ ହସ୍ତଗତ ହୋଇସାରିଛି, ଆମ ପାଖରେ ମିଳିସାରିଛି ଏବଂ ତାହା ଯଥାଶୀଘ୍ର ତୁମମାନଙ୍କ ନିକଟକୁ ଆମେ ପହଞ୍ଚାଇଅଛୁ। ଠିକ୍ ଅଛି, ଏହାକୁ ଦେଖି ତୁମର ସଫଳତାକୁ ତୁମେ ସୁନିଶ୍ଚିତ କରିପାରିବ। ଠିକ୍ ଅଛି, କିଛି ଅସୁବିଧା ହେବ ନାହିଁ। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଏଠାରେ ଅଛି ପରୀକ୍ଷାର୍ଥୀଙ୍କ ନାମ। ଏଇଠି ତୁମର ନାମ ଲେଖିବ ପିଲାମାନେ। ଠିକ୍ ଅଛି, ତାପରେ ଅଛି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର। ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ତାପରେ ଅଛି ତୁମର ବିଦ୍ୟାଳୟର ନାମ। ଏଇଠି ତୁମର ବିଦ୍ୟାଳୟର ନାମ ଲେଖିବ। ତାପରେ ଏଇଠି ତାରିଖ, ଅର୍ଥାତ୍ ଏହି ପରୀକ୍ଷା ଯେଉଁ ତାରିଖ ଥିବ ସେହି ତାରିଖ ଦିନ ଲେଖିବ। ତାପରେ ଏହା ହେଉଛି ଶ୍ରେଣୀ ପଞ୍ଚମ, ସମୟ 2 ଘଣ୍ଟା, ଭାଷା ହେଉଛି ଭାଷା ହେଲା, ବିଷୟ ହେଉଛି ଭାଷା। ତାପରେ ଏଇଠି ତୁମର ଶିକ୍ଷକଙ୍କ କାମ, ଏଇଠି ତୁମ ଶିକ୍ଷକ ଲେଖିବେ ମୋଟ ମାର୍କ। ଠିକ୍ ଅଛି, ଲିଖିତ ମୌଖିତ। ତାପରେ ଏହା ହେଉଛି ଏଇଠି ତୁମର ଶିକ୍ଷକ ଦସ୍ତଖତ କରିବେ ଏବଂ ଏହା ହେଉଛି ପୂର୍ଣ୍ଣାଙ୍କ। ଠିକ୍ ଅଛି, ଲିଖିତ ଓ ମୌଖିକ କେତେ ଆଣିଲ ଏଇଠି ଲେଖିବେ। ଠିକ୍ ଅଛି, ତାପରେ ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଠିକ୍ ଅଛି, ପ୍ରଥମ ପ୍ରଶ୍ନ ଅଛି ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ 10ଟି। ଠିକ୍ ଅଛି, ଗୋଟିଏ ବା ଦୁଇଟି ବାକ୍ୟରେ ଲେଖିବ ଏହାର ଉତ୍ତର। ପ୍ରଥମ ପ୍ରଶ୍ନ ଅଛି ଜାପାନୀମାନେ ପରିଶ୍ରମୀ ବୋଲି ଲେଖକ ଜାଣିପାରିଲେ କିପରି? ଜାପାନୀମାନେ ପରିଶ୍ରମୀ ବୋଲି ଲେଖକ ଜାଣିପାରିଲେ କିପରି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ତୁମ ଉତ୍ତର ଏହା ସହଜରେ ଦେଇପାରିବ। ପରବର୍ତ୍ତୀ ପ୍ରଶ୍ନ ଅଛି ମାନ୍ୟାଙ୍କର ମୃତ୍ୟୁ କାରଣ କ'ଣ ଥିଲା? ମାନ୍ୟାଙ୍କର ମୃତ୍ୟୁର କାରଣ କ'ଣ ଥିଲା? ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଭଅଁର ବଣା ହୋଇ ଫୁଲ ପାଖକୁ ଧାଇଁ ଆସେ କାହିଁକି? ଭଅଁର ବଣା ହୋଇ ଫୁଲ ପାଖକୁ ଧାଇଁ ଆସେ କାହିଁକି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ତୁମେ ଅତି ସହଜରେ ଏଗୁଡ଼ିକର ଉତ୍ତର ଦେଇପାରିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ରାଜା ନିଜକୁ ମୂର୍ଖ ବୋଲି ମନେ କଲେ କାହିଁକି? ରାଜା ନିଜକୁ ମୂର୍ଖ ବୋଲି ମନେ କଲେ କାହିଁକି? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ଏହାର ପରବର୍ତ୍ତୀ ପ୍ରଶ୍ନ ଅଛି ନୂଆଖାଇ ପର୍ବର ବିଶେଷତ୍ୱ କ'ଣ? ନୂଆଖାଇ ପର୍ବର ବିଶେଷତ୍ୱ କ'ଣ? ଅତି ସୁନ୍ଦର ପ୍ରଶ୍ନ ଅଛି ପିଲାମାନେ, ଅତି ସହଜରେ ଏଗୁଡ଼ିକର ଉତ୍ତର ତୁମେ ଦେଇପାରିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି ସରଳ ଭାଷାରେ ବୁଝାଇ ଲେଖ। ସରଳ ଭାଷାରେ ତୁମେ ବୁଝାଇକି ଲେଖିପାରିବ। ମୋହ ଯୋଗୁଁ ପଟ ଯାଏ ନିସ୍ତରୀ। ମୋହ ଯୋଗୁଁ ପଟ ଯାଏ ନିସ୍ତରୀ, ଏହାକୁ ତୁମେ ସରଳ ଭାଷାରେ ବୁଝାଇକି ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି ଶୁଦ୍ଧ ବନାନ ଲେଖାଥିବା ଶବ୍ଦର ଚାରିପଟେ ଗୋଲ ବୁଲାଅ। ଯେଉଁ ଶବ୍ଦଟି ଶୁଦ୍ଧ ବନାନ ହୋଇଛି ସେହି ଶବ୍ଦ ଚାରିପଟେ ଗୋଲ ବୁଲାଇବ। ଠିକ୍ ଅଛି, ଏଠାରେ ଅଛି ଅଶ୍ରୁ, ଅଶୁ, ଅଶ୍ରୁ, ଅଶ୍ରୁ। ଠିକ୍ ଅଛି, କେଉଁଠି ଶୁଦ୍ଧ ତାକୁ ଏଠାରେ ଗୋଲ ବୁଲାଇବ। ଠିକ୍ ଅଛି, ତାପରେ ଅଛି ଖ ନମ୍ବର ଅଛି ସମ୍ମୁଖ, 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 ସମ୍ମୁଖ। ଠିକ୍ ଅଛି, କେଉଁଠି ସଠିକ୍ ଉତ୍ତର ତାହାକୁ ତୁମେ ଗୋଲ ବୁଲାଇବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ତଳେ ଲିଖିତ ଶବ୍ଦ ଦ୍ୱାରା ପଦ୍ୟ ରୂପ ଲେଖ। ପଦ୍ୟ ରୂପ କ'ଣ ହେବ ଲେଖିବ। ଏଇଠି ଅଛି ପର୍ବ, ତୁମେ ଲେଖିବ ପରବ। ଠିକ୍ ଅଛି, ଏବଂ ଏଇଠି ଅଛି ପର୍ବତ, ତୁମେ ଲେଖିବ ପରବତ। ଠିକ୍ ଅଛି, ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ଅଛି ଦେଖିବା। ବିପରୀତ ଶବ୍ଦ ଲେଖିବ। ବିପରୀତ ଶବ୍ଦ, ଠିକ୍ ଅଛି, ଏହାର ବିପରୀତ ଶବ୍ଦ କ'ଣ? ରୋଗୀ। ରୋଗୀର ବିପରୀତ ଶବ୍ଦ ହେଉଛି ନିରୋଗୀ। ଠିକ୍, ତାପରେ ଏଇଠି ଅଛି ହିତ। ହିତର ବିପରୀତ ହେଉଛି ଅହିତ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ଗୋଟିଏ ଶବ୍ଦରେ ପ୍ରକାଶ କର। ଗୋଟିଏ ଶବ୍ଦରେ କ'ଣ କୁହାଯାଏ ତାହାକୁ ଲେଖିବ। ଯାହା ସହି ହୁଏ ନାହିଁ ତୁମେ ଲେଖିବ ଅସହ୍ୟ, ଅସହ୍ୟ। ଠିକ୍ ଅଛି, ଅସହ୍ୟ। ତାପରେ ଏହା ହେଉଛି ଯେଉଁଠାକୁ ଯାଇ ହୁଏ ନାହିଁ। ଯେଉଁଠାକୁ ଯାଉ ହୁଏ ନାହିଁ ତୁମେ ଲେଖିବ ଏଇଠି ଅଗମ୍ୟ, ଅଗମ୍ୟ। ଠିକ୍ ଅଛି, ଅଗମ୍ୟ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତଳ ବାକ୍ୟ ଗୁଡ଼ିକରେ ଥିବା ଅବ୍ୟୟ ପଦ ଚାରିପଟେ ଗୋଲ ବୁଲାଅ। ଯେଉଁ ପଦ ଗୁଡ଼ିକ ଅବ୍ୟୟ ତାହାକୁ ଗୋଲ ବୁଲାଇବ। ଠିକ୍ ଅଛି, ପ୍ରଥମ ଅଛି ମୁଁ ତାକୁ ଡାକିଲି କିନ୍ତୁ ସେ ଆସିଲା ନାହିଁ। ଏଠାରେ କିନ୍ତୁକୁ ତୁମେ ଗୋଲ ବୁଲାଇବ। ଠିକ୍ ଅଛି, ତାପରେ ଅଛି ଖ ନମ୍ବର ବୃକ୍ଷଲତା ଆମର ବନ୍ଧୁ। ବୃକ୍ଷଲତା ତ ଆମର ବନ୍ଧୁ, ଏଠାରେ ଏ ତକୁ ଗୋଲ ବୁଲାଇବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ବାମ ପାଖରେ ଉଦାହରଣକୁ ଦେଖି ଡାହାଣ ପାଖରେ ନୂଆ ଶବ୍ଦ ଲେଖିବା। ଠିକ୍ ଅଛି, ଉଦାହରଣକୁ ଦେଖି ଡାହାଣ ଶବ୍ଦରେ କେଉଁ ଶବ୍ଦ ହେବ ଡାହାଣ ପକ୍ଷରେ ତାହା ଆମେ ଲେଖିବା। ଯେପରି ମହିୟାନରୁ ମହିୟସୀ, ସେହିପରି ଗରିୟାନରୁ ଗରିୟସୀ ଏଠି ଲେଖିବ। ଗରିୟସୀ,
ୟସି ଠିକ୍ ଅଛି ଗରିୟସୀ ଲେଖିବ। ତାପରେ ମୂଲ୍ୟରୁ ହୋଇଛି ମୂଲ୍ୟବାନ, ସେହିପରି ଗୁଣରୁ ହୋଇଛି ଗୁଣବାନ, ଏଠି ତୁମେ ଲେଖିବ ଗୁଣବାନ ଗୁଣବାନ ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କରିବ, ଗୋଟିଏ ଲେଖାଏଁ ବାକ୍ୟ ଲେଖିବ ଠିକ୍ ଅଛି। ଭେଦଭାବ ଭେଦଭାବ ଲେଖିବ, ତୁମେ ଲେଖିବ ଭେଦଭାବ ଭେଦଭାବ ଆମ ବିଦ୍ୟାଳୟରେ ଭେଦଭାବ ଶୂନ୍ୟ ରହିଛି, ତୁମେ ଲେଖିବ ଆମ ବିଦ୍ୟାଳୟରେ ଭେଦଭାବ ଶୂନ୍ୟ ରହିଛି। ତାପରେ ଏଠି ନିଷ୍ଠା ନିଷ୍ଠା ଲଗାଇ କରି ଏକ ବାକ୍ୟ ଲେଖିବ, ମୁଁ ନିଷ୍ଠାରେ ବିଦ୍ୟା ଅଧ୍ୟୟନ କରୁଛି, ମୁଁ ନିଷ୍ଠାରେ ବିଦ୍ୟା ଅଧ୍ୟୟନ କରୁଛି ଲେଖିବ ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତଳେ କିଛି ପର୍ବ ଅଛି ଏବଂ ସେହି ପର୍ବଗୁଡ଼ିକର ନିର୍ଦ୍ଦିଷ୍ଟ ସମୟ ଦିଆଯାଇଛି, ଗାରଟାଣି ଯୋଡ଼ିବା ଠିକ୍ ଅଛି। ଗାରଟାଣି ଯୋଡ଼ିବ କେଉଁଠି ଅଛି। ରକ୍ଷାବନ୍ଧନ ରକ୍ଷାବନ୍ଧନ କେବେ ପାଳନ କରାଯାଏ, ସିଧା ଏଠି ଲେଖିବ ଶ୍ରାବଣ ପୂର୍ଣ୍ଣିମା ଠିକ୍ ଅଛି। ଶ୍ରାବଣ ପୂର୍ଣ୍ଣିମାକେ ଆମେ ରକ୍ଷାବନ୍ଧନ ପାଳନ କରୁ ଠିକ୍ ଅଛି। ତାପରେ ଅଛି ବଡ଼ଦିନ ବଡ଼ଦିନ ହେଉଛି ଡିସେମ୍ବର 25 ତାରିଖ, ଡିସେମ୍ବର 25 ଏହା ହେଉଛି। ତାପରେ ଶ୍ରୀକୃଷ୍ଣ ଜନ୍ମ ହେଉଛି ଭାଦ୍ରବ କୃଷ୍ଣ ଅଷ୍ଟମୀ ତଳକୁ ଠିକ୍ ଅଛି। ତାପରେ ଅଛି ସ୍ୱାଧୀନତା ଦିବସ ହେଉଛି ଅଗଷ୍ଟ 15 ତାରିଖ ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତଳ ଶବ୍ଦ ଗୁଡ଼ିକର ବିପରୀତ ଲିଙ୍ଗ ପ୍ରକାଶ କରୁଥିବା ଶବ୍ଦ ଲେଖ। ବିପରୀତ ଲିଙ୍ଗ ଏଠି ଅଛି ବହୁ, ତାପରେ ଏଠି ଲେଖିବ ପୁତ୍ର, ଏଠି ଲେଖିବ ପୁତ୍ର ଠିକ୍ ଅଛି, ପୁତ୍ର ବହୁ। ତାପରେ ଏଠି ଲେଖିବ ପିତୃ, ତୁମେ ଲେଖିବ ମାତୃ ଠିକ୍ ଅଛି। ଧନ୍ୟବାଦ। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଯେକୌଣସି ଗୋଟିଏ ବିଷୟରେ ରଚନା ଲେଖିବେ ପିଲାମାନେ 50ଟି ଶବ୍ଦ ମଧ୍ୟରେ ଅର୍ଥାତ୍ 5ରୁ 7 ଧାଡ଼ି ଯାଏ ହେବ, 5ରୁ 7 ଧାଡ଼ି ଯାଏ ହେବ। ଲେଖିବ ଦଶହରା ବିଷୟରେ ଲେଖିବ, କିମ୍ବା ଗୁରୁ ଦିବସ ବିଷୟରେ ଲେଖିବ, କିମ୍ବା ଶୀତ ଋତୁ, ଯେକୌଣସି ଗୋଟିଏ ବିଷୟରେ ତୁମେ ରଚନା ଲେଖିବ। 5ରୁ 7 ଧାଡ଼ି ଯାଏ ହେବ ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ, ଏବଂ ଯେଉଁ ପ୍ରଶ୍ନର ଉତ୍ତର ତୁମକୁ କଠିନ ଲାଗିଲା, ତୁମେ ଜାଣିପାରିଲ ନାହିଁ, ଯଥାଶୀଘ୍ର ତାହାର କମେଣ୍ଟ କରିବ। ଆମେ ଯଥାଶୀଘ୍ର ତାହାର ଉତ୍ତର କମେଣ୍ଟ ମାଧ୍ୟମରେ ହେଉ କିମ୍ବା ଏକ ଭିଡ଼ିଓ ମାଧ୍ୟମରେ ହେଉ ତୁମ ପାଖକୁ ଆମେ ପହଞ୍ଚାଇବୁ ଠିକ୍ ଅଛି। ଧନ୍ୟବାଦ। ଏପରି ଭିଡ଼ିଓ ସବୁଦିନ ଦେଖିବା ପାଇଁ ତୁମେ ଆମ ଏହି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିବ ଠିକ୍ ଅଛି। ଧନ୍ୟବାଦ।